ପଞ୍ଚଚତ୍ୱାରିଂଶ ଅଧ୍ୟାୟ ପିପାଦାସ ସମ୍ବାଦ। ନମସ୍ତେ ପ୍ରଭୁ ନାରାୟଣ ଅଶେଷ ଜୀବର କାରଣ। ସକଳ ଜୀବଗଣ ଗୁରୁ ଭକତ ବାଞ୍ଛା କଳ୍ପତରୁ। ତେଣୁ ଶରଣ ରାମ ଦାସ ପୁରାଅ ମୋର ମନ ଆସ। ବଲେ ଚୈତନ୍ୟ ଧୀର ବାଣୀ ଶୁଣ ଇନ୍ଦ୍ରିୟ ଚୂଡ଼ାମଣି। ଏ ବଡ଼ ଦୁର୍ଲଭ ଚରିତ ଭକତ ମତେ ସାରସ୍ୱତ। ଦ୍ରାବିଡ଼ ଦେଶେ ତାର ଘର ଜାତିରେ ଅଟେ ଦ୍ୱିଜବର। ଶ୍ରୀରଙ୍ଗପୁରେ ତାର ବାସ ନାମ ତାର ପିପାଦାସ। ପତ୍ନୀର ନାମ ତାର ସୀତା ଅତି ସୁନ୍ଦରୀ ପତିବ୍ରତା। ଜାଣଇ ପାପ ପୁଣ୍ୟ ଯେତେ ଜୀବରେ ଦୟା ହୃଦ ଗତେ। ସ୍ୱାମୀ ସେବାରେ ଥାଇ ନୀତି ସଦା ଆନନ୍ଦ ତାର ମତି। ପୁତ୍ର ଦୁହିତା ତାର ନାହିଁ କେବଳ ପତି ପତ୍ନୀ ଦୁଇ। ଏକଇ ପ୍ରାଣ ବେନି ଜନ ପିଣ୍ଡ ମାତ୍ରକ ଭିନ୍ନ ଭିନ୍ନ। ଏମନ୍ତେ ବେନି ପ୍ରାଣୀ ଥାନ୍ତି ହରି ଭଜନ କରି ନୀତି। ସାଧୁଙ୍କ ସେବା ତାଙ୍କ ମୂଳ ଦେବା ଦୟାରେ ସେ କୁଶଳ। ବିପ୍ର ବୈଷ୍ଣବ ସାଧୁ ଜନ ସେବାରେ ଥାନ୍ତି ପ୍ରତିଦିନ। ଅନ୍ନ ଭୋଜନ ତାଙ୍କୁ ଦେଇ ବଚନ କହନ୍ତି ବିନୟୀ। ଯେବେ ଦେଖନ୍ତି ଦୁଃଖୀ ଜନ ଅତି ବ୍ୟାକୁଳ ତାଙ୍କ ମନ। ବାନ୍ଧବ ପ୍ରାୟେ ତାଙ୍କୁ ଆଣି ତୁଷନ୍ତି ଦେଇ ଅନ୍ନ ପାଣି। ସକଳ ଜୀବେ ଦୟା କରି ନ ରହେ ପର ଦ୍ରବ୍ୟ ନାରୀ। ସାଧୁ ସନ୍ଥରେ ଅତି ଭୟ ଯେଣୁ ସେ ସୁଜ୍ଞାନ ଉଦୟ। ନ ଜାଣେ ଅନ୍ୟ କଥା ମାନ ମଣଇ ନାମ ଗଣ୍ଠି ଧନ। ଏମନ୍ତ ବଞ୍ଚଇ ଆନନ୍ଦେ ଭଜି ଗୋବିନ୍ଦ ପଦ୍ମ ପାଦେ। ଭାବରେ ଫୁଲୁ ଥାଇ ଦେହ ଧରଣୀ ପ୍ରାୟେ ସର୍ବସହ। କୁସଙ୍ଗ ନ କରେ ସର୍ବଥା ନ ଚିନ୍ତେ ପର ନାଶ କଥା। କେବଳ ଦେବା କଥା ମୂଳ ଏମନ୍ତେ ଗଲା କେତେ କାଳ। ଘରେ ତା ଯେତେ ଧନ ଥିଲା ଦାନେ ସକଳ ନଷ୍ଟ ଗଲା। ତିଳେ ସୂଚନା ନାହିଁ ମନ ସଦା ଆନନ୍ଦେ ପରିପୂର୍ଣ୍ଣ। ସଦା ସାଧୁଙ୍କ ସଙ୍ଗମରେ ନାମ ଗାୟନ ମାନ କରେ। ବଞ୍ଚଇ ଦିବସ ସର୍ବରି ଦଣ୍ଡ ନିମିଷ ପ୍ରାୟ କରି। ଏମନ୍ତେ ଗଲା କେତେ ଦିନ ଦିନେ ବିଚାର କଲା ମନ। ଧନ ତ ହେଲା ସର୍ବଶେଷ ଛାଡ଼ିନ ଗୃହ ବାସ ଆସ। ଆଉ କିମ୍ପାଇଁ ଏଥେ ଥିବା ନୋହିବ ସାଧୁଙ୍କର ସେବା। କେମନ୍ତେ ପୋଷିବା ଜୀବନ ହଇଲି ସିନାହି ନିମାନ। ଭିକ୍ଷା ମାଗିଲେ ସ୍ୱଦେଶରେ ଲଜ୍ଜା ଉପୁଜିବ ମନରେ। ଏଣୁ ବିଦେଶ କରିବାର ଦୁର୍ଲଭ ଅଟଇ ଆମ୍ଭର। ବୁଲି ଅନେକ ତୀର୍ଥମାନ କରିବା ପୁଣ୍ୟ ଜଳେ ସ୍ନାନ। ଅନେକ ତୀର୍ଥମାନ ଦେଖି ସୁଫଳ ହେବ ଚର୍ମ ଆଖି। ଦର୍ଶନେ କୃଷ୍ଣ ରୂପ ମାନ ପବିତ୍ର କରିବା ଲୋଚନ। କରିଣ ସାଧୁଙ୍କର ସେବା କାହିଁ ବା କି ରୂପେ ବଞ୍ଚିବା। ଏକଥା ଉଚିତ ଆମ୍ଭର ଶୁଣି ହସିଲେ ନାରୀବର। ହେଉ ବଲିଣ ଶୁଦ୍ଧ ମନେ ସମ୍ମତ କଲେ ବେନି ଜନେ। ଦରିଦ୍ର ବିପ୍ର କୁରାଇଲେ ନିଜ ମନ୍ଦିର ଦାନ କଲେ। ମନ୍ଦିରୁ ହଇଲେ ବାହାର ଚଳିଣ ଗଲେ ଦେଶାନ୍ତର। ଲଜ୍ଜା ବେଭାର ଦୁଇ ଛାଡ଼ି ଭିକ୍ଷୁକ ପଥେ ଗଲେ ମାଡ଼ି। କାହିଁ ବା ସପକ ଆହାର କାହିଁ ବା କଲେ ନିରାହାର। କାହିଁ ବା ଫଳ ମୂଳ ଖାଇ କାହିଁ ବା ଉପବାସ ରହି। ଏଥକୁ ସୂଚନା ନ କରି ଚଳିଣ ଗଲେ ତୀର୍ଥ ଫେରି। ଅନେକ ସାଧୁ ବୃନ୍ଦ ତୁଲେ ଅନେକ ତୀର୍ଥ ବ୍ରତ କଲେ। ଏଥି ଉତ୍ତାରେ କଥା ଯେତେ ଶୁଣ ସୁଜନେ ଶ୍ରଦ୍ଧା ଚିତ୍ତେ। ଦଇବେ ଏକ ଗ୍ରାମ ଗତେ ବୁଲିଣ ଗଲେ ଭିକ୍ଷା ଅର୍ଥେ। ସେ ଗ୍ରାମେ ଏକଇ ବ୍ରାହ୍ମଣ ଅତ୍ୟନ୍ତ ଦରିଦ୍ର ହଇଣ। ଅଛନ୍ତି ପତି ପତ୍ନୀ ଦୁଇ
ପୁତ୍ର ଦୁହିତା ତାଙ୍କ ନାହିଁ। ସେ ଭିକ୍ଷା ମାଗି ନ ଜିଅନ୍ତି, ଅତିଥି ଦେଖିଲେ ପୂଜନ୍ତି। ଦୁଃଖୀ ଦରିଦ୍ର ଯେତେ ଦେଖି, ଭୋଜନେ ତାଙ୍କୁ କରି ସୁଖୀ। ଥାଏ ଯା ଦେଇ ତାଙ୍କ ପାଶେ, ଆପେ ରହନ୍ତି ଉପବାସେ। ଏମନ୍ତ ତାଙ୍କ କଥା ଶୁଣି, ତହିଁ ମିଳିଲେ ବେନି ପ୍ରାଣୀ। ଦଇବ ଯୁଗେ ସେହି ଦିନ, ଘର ହୋଇଛି ତାଙ୍କ ଶୂନ୍ୟ। ଆପେ ଅଛନ୍ତି ଉପବାସେ, ଏମନ୍ତ ବେଳେ ପିପାଦାସେ। ପତ୍ନୀକୁ ସଙ୍ଗତେ ଚଳାଇ, ଭୋଜନ ପ୍ରକାଶିଲେ ଯାଇ। ତା ଶୁଣି ବ୍ରାହ୍ମଣ ବ୍ରାହ୍ମଣୀ, ବଇଲେ ବସବେନି ପ୍ରାଣୀ। କି ଭାଗ୍ୟ ଥିଲା ଆଜ ଦିନ, ପାଇଲୁ ତୁମ୍ଭ ଦରଶନ। ଯାହା ଗୋବିନ୍ଦ ଦେବେ ଅବା, ଘେନି କରିବୁ ତୁମ୍ଭ ସେବା। ଏମନ୍ତ କହି ଗଲେ ଚଳି, ପତ୍ନୀକୁ ବସାଇ ନ ଭାଳି। ବଇଲେ କି ବୁଦ୍ଧି କରିବା, କି ରୂପେ ଅତିଥିଙ୍କ ସେବା। ଘରେ ତ ନାହିଁ କିଛି ଅନ୍ନ, ଶୁଣ ଗ ଯୁବତୀ ରତନ। ତାହା ଶୁଣିନ ନାରୀବର, ବଇଲା ଚିନ୍ତା କିମ୍ପା କର। ଏମ ପିନ୍ଧିବା ବସ୍ତ୍ର ଧରି, ଚିର ହବେନି ଖଣ୍ଡ କରି। ବହନ କରି ବିକି ଆଣ, ଯାହା ସେ ଦେବେ ନାରାୟଣ। ତହୁଁ କରିବା ସାଧୁ ସେବା, ଆମ୍ଭେ ପଛକେ ଭୁକେ ଥିବା। ତାହା ଶୁଣିନ ନିଜ ପତି, ଭଲଇ ଶୁଣ ଗ ଯୁବତୀ। ମଳିନ ବସ୍ତ୍ର ଦେଖି ଚିରା, କେହି କିଣିବେ ନାହିଁ ପରା। ଏମନ୍ତ କହି ସେ ତରୁଣୀ, ଲେଙ୍କଡ଼ା କନା ଖଣ୍ଡେ ଆଣି। ପାଲଟି ବସ୍ତ୍ର ଖଣ୍ଡି ଦେଲା, ଡୁର କପିନି ଆଶ୍ରେ କଲା। ବଇଲା ନିଅ ପ୍ରାଣନାଥ, ଯାହା ସେ ଦେବେ ଜଗନ୍ନାଥ। ଅଳପ ବହୁତ ହଇଲେ, ବିଚାର ନ କରିବ ତିଳେ। ବହନ ବିକି କରି ଆଣ, ସେବିବା ଅତିଥି ଚରଣ। ବିଳମ୍ବେ କାର୍ଯ୍ୟ ନାହିଁ ଆଉ, ବହନ ହୋଇ ଆଜ୍ଞା ହେଉ। ତାହା ଶୁଣିନ ନିଜ ପତି, ବଇଲେ ଧନ୍ୟରେ ଯୁବତୀ। ତରୁଣ ଶୁଝିବି କେମନ୍ତେ, ଜୀବନେ ଥିବା ପରିଜନ୍ତେ। ଏମନ୍ତ ବୋଲି ବସ୍ତ୍ର ଧରି, ଚଳି ସେ ଗଲେ ବେଗ କରି। ସେ ଗ୍ରାମ ଯାକ ବୁଲାଇଲା, କେହି ତା ମୁଲାଇ ନ ନେଲା। ଦେଖିନ ପୁରାତନ ବାସ, ସମସ୍ତ ଜନ କଲେ ହାସ୍ୟ। ନିରାଶ ହୋଇ ତହୁଁ ଫେରି, ଆସନ୍ତେ ବସ୍ତ୍ର ଗୋଟି ଧରି। ଏମନ୍ତ ବେଳେ ଏକ ଜଣ, ମୂଲ୍ୟ ସେ କଲା 8 ପଣ। ସମ୍ମତ କରି ତାକୁ ଦେଲେ, କଉଡ଼ି ଘେନି ଚଳିଗଲେ। ସରୁ ଚାଉଳ ମୁଗ ଯାଇ, ଘୃତ ନବାତ ଦୁଧ ଦହି। ଘେନିନ ନିଜ ପୁରେ ଗଲେ, ନିଜ ପତ୍ନୀର ହସ୍ତେ ଦେଲେ। ଦେଖି ଆନନ୍ଦ ନିଜ ନାରୀ, ରନ୍ଧନ କଲେ ବେଗ କରି। ଅତିଥି ସୂଚି ମନ୍ତେ ଆସି, ବିପ୍ର ମନ୍ଦିରେ ଛନ୍ତି ବସି। ତାହାଙ୍କୁ ସମାଦର କଲେ, ନେଇ ଆସନେ ବସାଇଲେ। ରମ୍ଭା ପତ୍ରରେ ଦିବ୍ୟ ଅନ୍ନ, ଦଧି ଘୃତାଦି ଯେ ବ୍ୟଞ୍ଜନ। ବିପ୍ର ଆନନ୍ଦ ମନ ହୋଇ, ଦୁହିଁଙ୍କୁ ପତ୍ରେ ଦେଲେ ନେଇ। ବଇଲେ ଭୁଞ୍ଜ ବେଗ କରି, ଯାହା ସେ ଦେଇଛନ୍ତି ହରି। ତା ଶୁଣି ବଇଲେ ଅତିଥ, ଏକଥା ନୁହଁଇ ଉଚିତ। ଗୃହରେ ଅଛୁ ଯେତେ ଜନ, ସମସ୍ତେ କରିବା ଭୋଜନ। ଏସିନା ଧର୍ମର ବିଧାନ, ନୋହିଲେ ରଖ ତୁମ୍ଭ ଅନ୍ନ। ତା ଶୁଣି ବିପ୍ର ଗଲେ ବେଗେ, କହିଲେ ନିଜ ପତ୍ନୀ ଆଗେ। ବଇଲେ ଶୁଣରେ ସଂଗାତ, ଯେ ଆଜ୍ଞା ଦେଲେ ସେ ଅତିଥ। ଗୃହରେ ଅଛ ଯେତେ ଜନ, ସମସ୍ତେ କରିବା ଭୋଜନ। ନୋହିଲେ ତୁମ୍ଭ ଅନ୍ନ ରହୁ, ମେଲାଣି ଦିଅ ଆମ୍ଭେ ଯାଉ। ଏଥକୁ କର ତୁ ବିଚାର, ତା ଶୁଣି ବୋଲେ ନାରୀବର। ସେ ଯାହା ଆଜ୍ଞା ଦେଲେ ସତ୍ୟ, ମୋର ଅବସ୍ଥା ଦେଖୁଛ ତ। ଆନନ୍ଦ ହୋଇ ତୁମ୍ଭେ ବସ, କର ଅତିଥି ସଙ୍ଗେ ଗ୍ରାସ। ମୁଁ ପାପୀ ଏକାକିନୀ ଥିବି,
ସଙ୍ଗ ନୋହିଲେ ନ ଭୁଞ୍ଜିବି। ଏ ନୁହେଁ ଧର୍ମଶାସ୍ତ୍ର ମତ, ପୁରୁଷ ସଙ୍ଗେ ଭୁଞ୍ଜିବା ତ। ତୁମ୍ଭେ ଯାଇ ନ ଭୁଞ୍ଜି ବସ, ଅତିଥି ନୁହଁଇ ନିରାଶ। ତା ଶୁଣି ନିଜ ପତି ଗଲେ, ଆଉ ପତ୍ରେକ ପକାଇଲେ। ଅନ୍ନ ବ୍ୟଞ୍ଜନ ତହିଁ ବାଢ଼ି, ବିପ୍ର କହଇ କର ଯୋଡ଼ି। ଏବେ ହ କରିବା ଭୋଜନ, ଏ ମୋର ଅପରାଧ ନ ଘେନ। ତା ଶୁଣି କହନ୍ତି ଅତିଥ, ଏ ନୁହେଁ ବିଧାନ ଉଚିତ। ଡାକ ତୋ ପତ୍ନୀ ଅଛି କାହିଁ, ଭୋଜନ କରୁ ସଙ୍ଗ ହୋଇ। ନୋହିଲେ ଉଠି ଗଲୁ ଆମ୍ଭେ, ଅନ୍ନ ଭୋଜନ କର ତୁମ୍ଭେ। ତା ଶୁଣି ବୋଲନ୍ତି ବ୍ରାହ୍ମଣ, ଭୂପ୍ରଭୁ ମୋ କହିବା ଶୁଣ। ଋଷେଶେ ନିର୍ବାହ କରିଦେଲେ, କିଏ ବା ବିଷୟାରେ ଗଲେ। କହିଲେ କରିବେ ଭୋଜନ, ଏଥକୁ କର କିମ୍ପା ମାନ। ବିପ୍ର ବଚନେ ଏହା ଶୁଣି, ବଲେ ସେ ଥିଲେ ଏହି କ୍ଷଣି। କେଣେ ନ ଯାଇଛନ୍ତି ଘର, କିମ୍ପା କପଟ ଏତେ କର। ବିପ୍ର କହିଲେ ଯେତେ ମତେ, କେବେ ହେ ନ ଗଲେ ପରତେ। ବେଗେ ଆପଣେ ଉଠିଗଲେ, ରୁଷଶାଳକୁ ଚାହିଁ ଦେଲେ। ତା ଦେଖି ବ୍ରାହ୍ମଣର ନାରୀ, ଲଜ୍ଜାରେ ମୃତ ଶବ ପରି। ରହିଲା କୁକୁଟ ପିଣ୍ଡଳି, ମସ୍ତକେ ଦେଇ କରାଞ୍ଜଳି। ଅଳପ ମନ୍ଦ ମନ୍ଦ ହସି, ତଳକୁ କରି ମୁଖ ଶଶି। ତା ଦେଖି ପିପାଦାସ ପ୍ରିୟା, ସତୀ ସାଧ୍ବୀ ଦିତି ଶ୍ରିୟା। ଧାଇଁ ଧଇଲେ ଭୁଜ ଦୁଇ, କୋଳେ ବସାଇ ଚୁମ୍ବ ଦେଇ। ବଇଲେ କହ ମତେ ସତ୍ୟ, କପଟ ନ କରି ମୋ ଚିତ୍ତ। ଆମ୍ଭ ଅଇଲା ବେଳେ ଥିଲା, କହ ତ ବସ୍ତ୍ର କେଣେ ଗଲା। ଏମନ୍ତ ଶୁଣି ସେ ବ୍ରାହ୍ମଣୀ, କହେ ମଧୁର ଧୀର ବାଣୀ। ଶ୍ରୀହରି କୃପାରୁ ଗୋମାତ, ଗୃହେ ମୋ ଅତିଥି ଆଗତ। ଘରେ ନଥିଲା କିଛି ଧନ, ସ୍ୱାମୀ ମୋ ହଇଲେ ଅଜ୍ଞାନ। ତେଣୁ ମୋ ବସ୍ତ୍ର ଯେଣେ ଗଲା, ଅଶେଷ ଭାଗ୍ୟରେ ଲାଗିଲା। ଏମନ୍ତ ଶୁଣି ପିପା ନାରୀ, ବେନି ନୟନୁ ବହେ ବାରି। କଣ୍ଠହି ଗଦ ଗଦ ହୋଇ, ବଦନୁ ବାକ୍ୟ ନ ସ୍ଫୁରଇ। ବଇଲେ ଧନ୍ୟ ତୋ ଜୀବନ, ତତେ ଦେଖିଲି ମୁହିଁ ଧନ୍ୟ। ଧନ୍ୟ ତୁ ପତି ଅଛୁ ପାଇ, ତୋ ଭାଗ୍ୟ କହି ନ ସରଇ। ଏମନ୍ତେ କହି ବେଗ କରି, ପିନ୍ଧିବା ବସ୍ତ୍ର ଖଣ୍ଡେ ଚିରି। ବିପ୍ର ନାରୀ କି ପିନ୍ଧାଇଲେ, ହସ୍ତ ଧରିଣ ଘେନି ଗଲେ। ଆବର ପତ୍ରେକ ପକାଇ, ଅନ୍ନ ବାଢ଼ିଲେ ବେଗେ ନେଇ। ବେଢ଼ି ବସିଲେ ଚାରିଜଣ, ଚିନ୍ତିଲେ ପ୍ରଭୁ ନାରାୟଣ। ଆନନ୍ଦେ କରିଲେ ଭୋଜନ, ସ୍ୱର୍ଗେ ଯେ ସନେ ସୁଧା ପାନ। କରନ୍ତି ଦେବ ଅପସରି, ଏଥକୁ ସେ ନୁହନ୍ତି ସରି। ଭୋଜନ ସାରି ମୁଖ ଧୋଇ, ବସିଲେ କଷା ଫଳ ଖାଇ। ଏଥି ଉତ୍ତାରୁ ବିପ୍ରବାଳୀ, ଗୃହ କର୍ମକୁ ଗଲେ ଚଳି। ବିପ୍ର ହିଁ ଅତିଥି ରଖାଇ, କହିଲେ ପତ୍ନୀ ଆଗେ ଯାଇ। ମୁଁ ଯାଉଅଛି ଭିକ୍ଷା ଅର୍ଥେ, ଯାହା ସେ ଦେବେ ଜଗନ୍ନାଥେ। ଆଣିଲେ ଅତିଥି ସେବିବା, ଆମ୍ଭେ ପଛକେ ଭୁକେ ଥିବା। ଶୁଣି ଆନନ୍ଦ ହେଲା ବାଳୀ, ସେ କ୍ଷଣି ବିପ୍ର ଗଲା ଚଳି। ଏଣେ ସେ ପିପାଦାସ ନାରୀ, ନିଜ ପତିଙ୍କ ପାଦ ଧରି। ବଇଲେ ଶୁଣି ମା ଗୋସାଇଁ, ଏହାଙ୍କ ଭାବ ନୁହେଁ କହି। ଆମ୍ଭଙ୍କୁ ଦେଖିବାରୁ ଡୁଳେ, ବୁଡ଼ିଲେ ଘୋର ଚିନ୍ତା ନଳେ। ଘରେ ନଥିଲା କିଛି ଧନ, ବିକିଲେ ପିନ୍ଧିବା ବସନ। ତହୁଁ ଯା ମିଳିଲା ଅବଶ୍ୟ, ଆଣି ଆମ୍ଭଙ୍କୁ ଦେଲେ ଗ୍ରାସ। ପତ୍ନୀ ରନ୍ଧନ ଶାଳେ ଥିଲେ, ଉଲଗ୍ନ ହୋଇ ବସିଥିଲେ। ମୁଁ ତାହା ଦେଖିଲି ନୟନେ, ଧୈର୍ଯ୍ୟ ନ ରହିଲା ମନେ। ମୋ ପିନ୍ଧା ବାସୁ ଅଧେ ଚିରି, ପିନ୍ଧାଇ ଦେଲି ବଳେ ଧରି। ଆସି ନ କଲେ କ ଭୋଜନ, କେହେବ ଏହାଙ୍କ ସମାନ। ତାହା ଶୁଣି ନ ପିପାଦାସ, ହୃଦରୁ ଉଡ଼ିଲା ସାହସ।
ବଇଲେ ଧନ୍ୟ ଏ ହୁବେନି, ଧନ୍ୟ ୟା ଜନକ ଜନନୀ। ଏଥକୁ ଯେବେ ଜଗନ୍ନାଥେ, କୃପା କରନ୍ତେ କିଛି ମତେ। କିଛି ମିଳନ୍ତା ଯେବେ ଧନ, ଦେଇ ତୁସନ୍ତି ତାଙ୍କ ମନ। ହେମନ୍ତ କହି ଭାବ ବୋଳେ, ନେତୃଲୁତକ ଧାରା ଗଳେ। ବଇଲେ ଶୁଣ ଶିଗ ନାରୀ, କଥାଏ ପାରିବୁ କି କରି। ଗଣିକା ସ୍ୱରୂପ ତୁ ଧର, ମୁଁ ଖୋଜି ଆଣିବି ନାଗର। ତା ସଙ୍ଗେ କର କ୍ରୀଡ଼ା ରସ, ଯେ ଅବା ମିଳିବ ଅବଶ୍ୟ। ସେ ଧନ କରିବ ପ୍ରଦାନ, ତା ଶୁଣି ଯୁବତୀ ରତନ। ବଇଲେ ମତେ କିସ କହ, ତୁମ୍ଭର ସିନା ଏହୁ ଦେହ। ପତ୍ନୀର ହାନି ଲାଭ ଯାହା, ସ୍ୱାମୀର ସିନା ସବୁ ତାହା। ଯହିଁ ବିକିଲେ ତହିଁ ଅଛି, ମୋର ଆୟତ ନୁହେଁ କିଛି। ତାହା ଶୁଣିନ ପିପାଦାସ, ମନେ ଚିନ୍ତିଲେ ପୀତବାସ। ବଇଲେ ନମୁ ଚକ୍ରପାଣି, କମଳା ଯାର ପାଟରାଣୀ। ଯାହାର ପାଦ ପଦ୍ମ ବାରି, ଶିବ ମସ୍ତକେ ଛନ୍ଦି ଧରି। ବ୍ରହ୍ମା ଯାହାର ଆଜ୍ଞା ଶିରେ, ଧରି ଜଗତ ଜାତ କରେ। ଇନ୍ଦ୍ର ଗୋବିନ୍ଦ ମୁନିଗଣ, ନିତ୍ୟ ଚିନ୍ତନ୍ତି ଯା ଚରଣ। ଶାରଦା ଯାର ଆଜ୍ଞାକାରୀ, ଧ୍ୟାନ କରନ୍ତି ବ୍ରହ୍ମଚାରୀ। ଅଶେଷ ବ୍ରହ୍ମାଣ୍ଡ ଠାକୁର, ସଂସାର ଯାର ଖେଳ ଘର। ପ୍ରାଣୀ ସାରଣୀ ସୂତା ପରି, ଖେଳାଇ କର୍ମର ଯୁଧରି। ତେଣୁ ତୋହର ପଦ୍ମପାଦେ, ଶରଣ ଗଲି ଅପ୍ରମାଦେ। ଏ ମୋର ବାଞ୍ଛା ପୂର୍ଣ୍ଣ କର, ଭେଟାଅ ଉତ୍ତମ ନାଗର। ସୁନ୍ଦର ରୂପ ଯେ ହଇବ, ବାଞ୍ଛା ସମ୍ପୂର୍ଣ୍ଣ ଧନ ଦେବ। କାମିନୀ ବର ହେବ ରୁଚି, ହେ ପ୍ରଭୁ ଏ ବର ମାଗୁଛି। ଏ ଲଜ୍ଜା ମହତ ତୋର, ହେ ପ୍ରଭୁ ଯାହା ତାହା କର। ଆୟତ ନାହିଁ ଆଉ କିଛି, ପତ୍ନୀ ବିକ୍ରୟ ମନେ ଅଛି। ହେମନ୍ତ ବୋଲି ଚଳି ଯାଇ, ଲଜ୍ଜା ମହତ ଦୂରେ ଥୋଇ। ବୈଷ୍ଣବ ରୂପ ଦୂର କରି, ନୁହେଁ ନଂପୁଂସ ନୁହେଁ ସ୍ତ୍ରୀ। ହେମନ୍ତ ରୂପେ ଗ୍ରାମ ଫେରି, କନ୍ଦିବି କନ୍ଦି ଆଦି କରି। ଏକେ ହୋଇଛି ରାତ୍ର କାଳ, ମନରେ ଅତ୍ୟନ୍ତ ଚଞ୍ଚଳ। ଯୁବା ପୁରୁଷ ଦେଖେ ଯହିଁ, ତହିଁ ପ୍ରବେଶ ହୁଏ ଯାଇ। ଦେଖି ତା ନରସଇ ମନ, ତହୁଁ ଚଳଇ ଅନ୍ୟ ସ୍ଥାନ। ଅତି ଚଞ୍ଚଳ ହୋଇ ମତି, ମନେ ଚିନ୍ତଇ ଜଗଜ୍ୟୋତି। ନ ଦେଖି ଉତ୍ତମ ପୁରୁଷ, ବଲଇ ମରିବି ଅବଶ୍ୟ। ତାହା ଜାଣିଲେ ଆଦି ମୂଳ, ଯେ ପ୍ରଭୁ ଭକତ ବତ୍ସଳ। ମନମୋହନ ଯୁବା ବେଶ, କୋଟିଏ କନ୍ଦର୍ପ ସଦୃଶ। ସୁଝିନ ପାଗ ଶୁଭେ ଶିରେ, ସୁନ୍ଦର ଫେର ତଥି ପରେ। ସୁବର୍ଣ୍ଣ ଧୁବ ତହିଁ ଖୋସି, ଚାଲିଲେ ଝଲମଲ ଦିଶି। ସୁରରି ମଣି କର୍ଣ୍ଣାଚଳ, ଯତି ବିହୀନେ ଗଣ୍ଡସ୍ଥଳ। କଣ୍ଠେ ଶୋଭିତ ରତ୍ନମାଳ, ରତ୍ନ ପଦକ ହୃଦସ୍ଥଳ। ମଣି କଙ୍କଣ ଭେନି ଭୁଜେ, ହେମ ମେଖଳା କଟି ମାଝେ। ଚାରୁ ଚରଣ ଯେ ନୂପୁର, କଣ୍ଠେ ଶୋଭିତ ରତ୍ନହାର। ସେ ପାଦ ମହିମା ଅପାର, ଦରିଦ୍ର ଜନ ଦୁଃଖ ହର। ତହିଁ ବିଶ୍ୱାସ ଥିବ ଯାର, ସଂସାରେ ଭୟ ନାହିଁ ତାର। ଜଗମୋହନ ରୂପ ହଇ, ବିଜୟ କଲେ ଭାବଗ୍ରାହୀ। ଭେଟ ପଡ଼ିଲେ ପିପାଦାସ, ଛାଡ଼ିଲେ ଜନ୍ମବନ୍ଧ ପାଶ। ଦାସେ ପୁଛିଲେ ଧୀର ବାଣୀ, କାହୁଁ ଅଇଲ ବୀରମଣି। ଏକାକୀ ସଙ୍ଗେ କେହି ନାହିଁ, ନିଶାରେ ବୁଲୁଛ କିମ୍ପାଇଁ। ଦିଶୁଛ ରାଜପୁତ୍ର ପ୍ରାୟେ, ବିଜେ କରିବ କେଉଁ ଯାଏ। ତା ଶୁଣି ବଇଲେ ଅଚ୍ୟୁତ, ଭଲା ଚିହ୍ନିଲୁ ମତେ ତୁତ। ମୁଁ ବ୍ରଜ ରାଜାଙ୍କ କୁମର, ଅନେକ ସଙ୍ଗ ଅଛି ମୋର। ନିରତେ ବନ ମଧ୍ୟେ ଥାଇ, ଗୋପରେ ଗୋପାଳ ବୋଲାଇ। ଚଞ୍ଚଳ ହୃଦ ଦେଖେ ଯାର,
ମୋ ମନ ନରସେ ସେଠାର। ଯେ ପ୍ରାଣୀ ପର ଉପକାରେ ଅବିଦ୍ୟା ସୁବିଦ୍ୟା ବା କରେ। ନିରତେ ହରି ନାମ ଘୋଷେ ମୋ ମନ ତାହାଠାରେ ରସେ। ନିଷ୍କାମୀ ମୋହ ଠାରୁ ସାର ମୁଁ ବଡ଼ କାମୀ ଏ ସଂସାର। ଏଣୁ କନ୍ଦର୍ପ ପୀଡ଼ା ମତେ ରଖି ନ ଦେଲା ବନ ଗତେ। ତେଣୁ ସମସ୍ତ କାମ ଲେଛି କାମିନୀ ଅଙ୍ଗ ସଙ୍ଗ ଇଛି। ଅଇଲି ଅତି ତୋରା ହୋଇ ସତ୍ୟ କହିଲି ତତେ ମୁହିଁ। ଯେବେ ମିଳିବ ଏକ ନାରୀ କେବଳ ପର ଉପକାରୀ। ସ୍ୱାମୀର ଭକ୍ତା ହୋଇଥିବ ତାହାର ସଙ୍ଗ ଯେ ଦୁର୍ଲଭ। ଯାହା ମାଗିବ ତାହା ଦେବି ରାତ୍ରକ ରହି ଚଳିଯିବି। ତାହା ଶୁଣିନ ପିପାଦାସ କେବଳ ମନରେ ହରସ। ବଇଲେ ଆସ ମୋର ସଙ୍ଗ ତା ସଙ୍ଗେ ବିଜୟ ଶ୍ରୀରଙ୍ଗ। ହରିଙ୍କି ଘେନି ସଙ୍ଗେ ଚଳି ପତ୍ନୀ ପାରୁ ସେ ଯାଇ ମିଳି। ବଇଲେ ଆଣିଲି ନାଗର ମନ ସନ୍ତୋଷ ଭୋଗ କର। ସମ୍ପୂର୍ଣ୍ଣ କରି ଧନ ରଖ ଯେମନ୍ତେ ଛାଡ଼େ ଭବ ଦୁଃଖ। ଏହା ଶୁଣିନ ନାରୀବର ମନୁଷ୍ୟ ପ୍ରାୟ ପ୍ରତ୍ୟେକାର। ଅତି ଆଦର କରି ନେଲା ମନ୍ଦିରେ ବିପ୍ର ବସାଇଲା। ଅନ୍ତର ହେଲା ପିପାଦାସ ଶୁଣ ସୁଜନ ଏବେ ରସ। ବିପ୍ର ଯେ ଭିକ୍ଷା ମାଗି ଗଲା କେତେବେ ଗ୍ରାମ ସେ ବୋଲିଲା। କିଛି ନ ପାଇ ଫେରି ଆସି ପତ୍ନୀ ସଙ୍ଗତେ ଅଛି ବସି। ଦୁହେଁ ଏମନ୍ତ ଚିନ୍ତା କଲେ ଶୁଣ ସୁଜନ ଏ ଉତ୍ତାରେ। ସେ ପିପାଦାସ ପ୍ରିୟ ଚିତ୍ତେ ଆନନ୍ଦ କେ କହୁ ତା ଯେତେ। କନା କନ୍ଥଡ଼ା ଯେତେ ଥିଲା ଯତନେ ସେଜ ସଜାଇଲା। ବଇଲା ଏଥେ ବିଜେ କର ମୋହିନ ଯୁବତୀ ସୁନ୍ଦର। ମୁଛାର ତୁମ୍ଭ ସେବା ଭଳି ନୁହଁଇ ହୀନା ଦୁଃଖୀ ବାଳି। ମାତ୍ରକ ଭୋଗ କର ବେଳେ ଗୋବିନ୍ଦ ମତେ ଭେଟାଇଲେ। ମନ ସନ୍ତୋଷେ ଧନ ଦେବ ଏ ବିପ୍ର ଦୁଃଖ ତଡ଼ାଇବ। ଅଧିକ ଲୋଡ଼ା ନାହିଁ ମୋର ମୋ ସେବା ତୁମ୍ଭ ଶ୍ରୀପୟର। ଏମନ୍ତ ବୋଲି ପିପା ନାରୀ ହରିଙ୍କି ନେଲା କୋଳ କରି। ଲେଙ୍କଡ଼ା ସେ ଯେ ପହୁଡ଼ାଇ ଲଜ୍ଜାକୁ ଦେଲା ଘଉଡ଼ାଇ। ଚରଣ ଚାପୁ ଅଛି ବସି ମନେ ବିଚାରେ ଶୁଭ୍ର କେଶୀ। ଏ ଯେଉଁ ପୁରୁଷର ତନ ମୁଁ ନୁହେଁ ଏହାଙ୍କ ଭାଜନ। ଗୁଞ୍ଜ ମାଣିକ୍ୟ ଏକ କଲେ ଯେ ସନେ ଶୋଭା ନୁହେଁ ଭଲେ। ଏମନ୍ତ ବିଚାରନ୍ତେ ମନ ତାହା ଜାଣିଲେ ଭଗବାନ। ସେ ଅନ୍ତର୍ଯ୍ୟାମୀ ଆଦି ମୂଳ ଭକତ ଭାବେ ହେଲେ ଭୋଳ। ଅଳପ ମନ୍ଦ ମନ୍ଦ ହସି ନାରୀକି କୋଳେ ଘେନି ବସି। ଚିବୁକ ଧଇଲେ ଶ୍ରୀ କରେ ତା ଭାଗ୍ୟ କହିଲେ ନ ସରେ। ପିପାଦାସ ଏ ସମୟରେ ଲୁଚି ଅନାଇ ଦେଲା ଥରେ। ଦେଖିଲା ପ୍ରଭୁ ଭଗବାନ ବିରାଜେ ଶଙ୍ଖ ଚକ୍ର ଚିହ୍ନ। କୋଟି କନ୍ଦର୍ପ ମୁଖ କାନ୍ତି ପରମ ସୂଚି ଦିବ୍ୟ ଜ୍ୟୋତି। ପତ୍ନୀକି ବଇଲା ଲଉଠ ଶ୍ରୀପଦ୍ମ ପାଦ ତଳେ ଲୁଟ। ଏ ଯେ ଅନାଦି ନାରାୟଣ ମନୁଷ୍ୟ ପ୍ରାୟ ତୁ ନମଣ। ଏମନ୍ତ ଶୁଣି ସତୀ ଧୀରେ ଚାହିଁଲା ପଦ୍ମ ନୟନରେ। ଦେଖିଲା ପ୍ରଭୁ ଜଗଜ୍ୟୋତି ଚରଣେ ପଡ଼ିଲା ଯୁବତୀ। ପିପାହିଁ ହାହା କୃଷ୍ଣ ବୋଲି ପାଦେ ପଡ଼ିଲା ଗୋଡ଼ ଖାଲି। ଦୁହେଁ ଉଠି ନ ଚାହିଁ ଦେଲେ ସେ ହରି ଅନ୍ତର୍ଦ୍ଧାନ ହେଲେ। ପୁରେ ପୂରିଛି ନାନା ଧନ ଶୁଣ ହେ ସୁମନ ରାଜନ। ଏମନ୍ତେ ପାହିଲା ରଜନୀ ଡାକଇ ବ୍ରାହ୍ମଣ ବ୍ରାହ୍ମଣୀ। ବଇଲେ ରଖ ଧନ ତର ନିଶ୍ଚିନ୍ତେ ବସି ଭୋଗ କର। ତା ଦେଖି ବିପ୍ର ନାରୀବର ବଇଲେ କି ଚମତ୍କାର। କାହୁଁ ଆଣିଲ ଏତେ ଧନ ତୁମ୍ଭେ କି ଦିତି ଭଗବାନ। ଏମନ୍ତ କହି ପାଦ ତଳେ ଦୁହେଁ ଶୋଇଲେ ଭାବ ଭୋଳେ।
ଦାସେ ଉଠାଇ କୂଳ କଲେ ସମସ୍ତ ଫିଟାଇ କହିଲେ ତହୁଁ ଚଳିଲେ ବେନି ପ୍ରାଣୀ ଶ୍ରୀହରି ଭାବ ମନେ ଗୁଣି କାହିଁ ବା କେତେ କର୍ମ କଲେ ଅନ୍ତେ ସେ ବିଷ୍ଣୁ ଲୋକ ଗଲେ। ସେ ଦ୍ୱିଜ ପତି ପତ୍ନୀ ଦୁଇ ଭାଗ୍ୟ କହିଲେ ନ ସରଇ ଜୀବନ୍ତେ ସୁଖେ ଦିନ ନେଲେ ଅନ୍ତେ ବୈକୁଣ୍ଠପୁର ଗଲେ। ଶୁଣ ସୁଜନେ ଏକ ଚିତ୍ତେ ଏ ଦୃଢ଼ ଭକତି କେମନ୍ତେ ସେ ହରି ହରି ଭକ୍ତି ଦୁଇ ଏକଇ ପ୍ରାଣ ପିଣ୍ଡ ଦୁଇ କେବେ ହେ ନୁହେଁ ଭିନ୍ନ ଭିନ୍ନ ଏକଥା ସତ୍ୟ କରି ଘେନ କହଇ ବିପ୍ର ରାମ ଦାସ ମୂଳଟି ଅଟଇ ବିଶ୍ୱାସ ସେ ହରି ଭକ୍ତଙ୍କର ପାଦେ ମଚିତ ରହୁ ଅପ୍ରମାଦେ। ଇତି ଶ୍ରୀ ଦାଢ୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ପିପାଦାସ ଦାଢ୍ୟତା ଭାବ ବର୍ଣ୍ଣନେ ନାମ ପଞ୍ଚଚତ୍ୱାରିଂଶ ଅଧ୍ୟାୟ।